ଓଡ଼ିଆ ବିଭାଗର ଯୁକ୍ତ 3 ତୃତୀୟ ବର୍ଷର ପଞ୍ଚମ ସେମିଷ୍ଟାରରେ ରହିଛି ବିଚିତ୍ର ଏ ବିଶ୍ୱ ଉପନ୍ୟାସ, ଯାହାକି ଡକ୍ଟର ଦେବକାନ୍ତ ମିଶ୍ରଙ୍କର ଲେଖା। ଚାଲନ୍ତୁ ଦେଖିବା। ଓଡ଼ିଆ ବିଜ୍ଞାନ ଭିତ୍ତିକ ସାହିତ୍ୟ ରଚନା କ୍ଷେତ୍ରରେ ଡକ୍ଟର ଦେବକାନ୍ତ ମିଶ୍ର ଜଣେ ଚିରସ୍ମରଣୀୟ ପ୍ରତିଭା। ଲେଖକ ବିଜ୍ଞାନ ଭିତ୍ତିକ ତଥ୍ୟ ଏବଂ ତତ୍ତ୍ୱକୁ ସୁନ୍ଦର ଭାବରେ ବିଶ୍ଳେଷଣ କରିଛନ୍ତି ନିଜ କୃତିଗୁଡ଼ିକରେ। ସ୍ରଷ୍ଟାଙ୍କ ପ୍ରତିଟି କୃତି ବିଜ୍ଞାନର ପ୍ରତିଟି ବିଭାଗକୁ ନେଇ ଗତିଶୀଳ। ବିଶେଷ କରି ବିଜ୍ଞାନର ଜୟଯାତ୍ରା ଏବଂ ବିଜ୍ଞାନର ଦୁରୁପଯୋଗ କିପରି ସମାଜ ଧ୍ୱଂସର କାରଣ ହୋଇଛି ତାହାକୁ ସେ ସୂକ୍ଷ୍ମ ଭାବରେ ବିଶ୍ଳେଷଣ କରିଛନ୍ତି ନିଜର କୃତିଗୁଡ଼ିକରେ। ଆଜିର ବିଜ୍ଞାନ ଭଳି ଏକ ତଥ୍ୟଗର୍ଭକ ମନୋଜ୍ଞ ବିଜ୍ଞାନ ପତ୍ରିକାର ବଳିଷ୍ଠ ସମ୍ପାଦନା ବିଜ୍ଞାନ ସାହିତ୍ୟର ପ୍ରସାର ଘଟାଇବା ଦିଗରେ ତାଙ୍କ ବିଚକ୍ଷଣ ପାରଦର୍ଶିତାର ଆଉ ଏକ ନିଦର୍ଶନ। ଡକ୍ଟର ଦେବକାନ୍ତ ମିଶ୍ର ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବିଜ୍ଞାନ ଭିତ୍ତିକ ସାହିତ୍ୟ ରଚନା କରି ବିଜ୍ଞାନ ପ୍ରେମୀ ହୋଇପାରିଛନ୍ତି ଏବଂ ବିଜ୍ଞାନ ପ୍ରେମୀ ପାଠକଙ୍କ ଅତି ଆଦରର ଲେଖକ ରୂପେ ପରିଚିତ ହୋଇପାରିଛନ୍ତି। ତାଙ୍କର ସୃଷ୍ଟି ମାନସଗୁଡ଼ିକ ହେଉଛି ଫଟୋଗ୍ରାଫି, ଚନ୍ଦ୍ରବିଜୟ, ଆଧୁନିକ ଦୁନିଆର ପ୍ରତିଛବି, ତୃତୀୟ ଶତାବ୍ଦୀ, ଚାଚା ନେହେରୁଙ୍କ ଦୃଷ୍ଟିରେ ଆମ ଦେଶ ପାଇଁ ବିଜ୍ଞାନ, ବିଜ୍ଞାନ ଓ ପ୍ରଗତି, ଶିକ୍ଷାର ଆଭିମୁଖ୍ୟ, ଆମ ଦେଶର ପରିବେଶର ଭବିଷ୍ୟତ, ବୈଜ୍ଞାନିକ ଦୃଷ୍ଟିକୋଣ, ବିଚିତ୍ର ଏ ବିଶ୍ୱ, ବିଂଶ ଶତାବ୍ଦୀର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ବ୍ଲାକ୍ ହୋଲ୍, ଜୀବନ ଛନ୍ଦ, ମହାଶୂନ୍ୟ ବିଜ୍ଞାନ, ପର୍ଯ୍ୟାବରଣୀୟ ମାନବବାଦ, ଶତାବ୍ଦୀର ଆହ୍ୱାନ ଇତ୍ୟାଦି। ଡକ୍ଟର ମିଶ୍ରଙ୍କ ଦ୍ୱାରା ରଚିତ ବିଚିତ୍ର ଏ ବିଶ୍ୱ ଏକ ଲୋକପ୍ରିୟ ବିଜ୍ଞାନ ପୁସ୍ତକ। ଏହି ପୁସ୍ତକଟି 2008 ମସିହାରେ ପ୍ରକାଶ ପାଇଥିଲା। ଶ୍ରେଷ୍ଠ ପଦାର୍ଥ ବିଜ୍ଞାନୀ ତଥା ଫିତାକ୍ଷେତ୍ର ତତ୍ତ୍ୱଜ୍ଞ ମିଚିଓ କାକୁଙ୍କ ଜୀବନୀକୁ ସଂକ୍ଷିପ୍ତାକାରରେ ପ୍ରକାଶ କରାଯାଇଛି ଏହି ପୁସ୍ତକରେ। ଲେଖକ ବିଚିତ୍ର ଏ ବିଶ୍ୱ ପୁସ୍ତକକୁ 8 ଗୋଟି ପରିଚ୍ଛେଦରେ ବିଭକ୍ତ କରିଛନ୍ତି, ଯଥା 2008 ଅନ୍ତଃରାଷ୍ଟ୍ରୀୟ ସୌରବର୍ଷ, 2ରେ ଆମ ନିର୍ଣ୍ଣୟାତ୍ମକ ବିଶ୍ୱ, 3ରେ ଆମ ବିଶ୍ୱ ଏପରି ବିଚିତ୍ର ରୂପ ଧାରଣ କଲା କିପରି, 4ରେ ବିଶ୍ୱ ପକ୍ଷରୁ ପ୍ରତିବସ୍ତୁର ସମ୍ପୂର୍ଣ୍ଣ ବିଲୟ ସଂଘଟିତ ହେଲା କିପରି, ସମଗ୍ର ବିଶ୍ୱ ପରିପ୍ରେକ୍ଷୀରେ କ'ଣ କେବଳ ପୃଥିବୀ ରୂପୀ ଗ୍ରହର ପୃଷ୍ଠଦେଶରେ ଜୀବଜଗତ ତଥା ବିଶେଷ ଭାବରେ ମନୁଷ୍ୟ ରୂପୀ ବୁଦ୍ଧିମାନ ପ୍ରାଣୀର ସୃଷ୍ଟି ସମ୍ଭବ ହୋଇଛି, 6ରେ ପୃଥିବୀ ଭିନ୍ନ କୌଣସି ବାସଯୋଗ୍ୟ ବସ୍ତୁପିଣ୍ଡର ବୁଦ୍ଧିମାନ ପ୍ରାଣୀମାନଙ୍କ ସହ ସହଯୋଗ ପ୍ରତିଷ୍ଠା, 7ରେ ବିଶ୍ୱର କ୍ରିୟାଶୀଳତାର ରହସ୍ୟୋନ୍ମୋଚନାର୍ଥେ ଅନ୍ତିମ ତତ୍ତ୍ୱର ଅନୁସନ୍ଧାନ, 8ରେ ଫିତାକ୍ଷେତ୍ର ତତ୍ତ୍ୱଜ୍ଞ ମିଚିଓ କାକୁଙ୍କ ମହନୀୟ ଉପଲବ୍ଧି।